ବନ୍ୟାସ୍ଥିତି ବହୁତ ଗମ୍ଭୀର ଅଛି। এটা ବିଶେଷ କରି ଯେତେବେଳେ ବର୍ଷା ଦିନରେ ଜାଗାଟି ଯେଉଁ ନୂଆସାହି ଅଛି ସିନ୍ଦଳ ଗ୍ରାମ ପଞ୍ଚାୟତରେ ସବୁବେଳେ ଜଳାର୍ଣ୍ଣବ ହୁଏ। ଏଥର ମଧ୍ୟ ଚିରାଚରିତ କଥାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି, ଯଦ୍ୱାରା କି ଲୋକମାନେ ନାହିଁ ନଥିବାର ସମ୍ମୁଖୀନ ହୋଇଛନ୍ତି। ଆଉ ସରକାର ସମ୍ପୂର୍ଣ୍ଣ ରୂପେ ବନ୍ୟାକୁ ପରିଚାଳନା କରିବାରେ ବିଫଳତା ଯାହା ଘଟଉଛନ୍ତି, ଯାହା ଜଣାପଡ଼ୁଛି, ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ। ଯାହା ବି କାଣିଚାଏ କିଛି ଆସୁଛି ଲୋକମାନଙ୍କ ପାଖରେ ପହଞ୍ଚିବା କଷ୍ଟ। ଗୋଟେ ଗୋଟେ ଗାଁକୁ 2 ବସ୍ତା ଚୂଡ଼ା ଦେଲାକୁ ଜଣକା 85 ଗ୍ରାମ ଚୂଡ଼ା ବି ପଡ଼ୁନାହିଁ। ଏ କଥା ବି ବହୁତ ଜାଡ଼େ ସମସ୍ୟା ଦେଖାଦେଉଛି। ଆଉ ଆପଣଙ୍କର ବହୁତ ଜାଗାରେ ସରକାରୀ ରିଲିଫକୁ ଦଳୀୟ କର୍ମୀମାନେ ହଡ଼ପ କରିନେଇକି ନିଜେ ଦେବାର ବାହାବା ବି ନେଉଛନ୍ତି। ଏ ଭାରି ମାନେ ଗୋଟେ ଗଣତନ୍ତ୍ର ପ୍ରତି ଠିକ୍ ଲାଗୁନାହିଁ। ତ ବିପଦ ସମୟରେ ଆମେ ତ ରାଜନୀତି କରିବାକୁ ଆସିନାହାନ୍ତି, ବିପଦ ସମୟରେ ସମସ୍ତେ ମିଳିମିଶି କାମ କରିବା ଦରକାର ଅଛି। ସରକାର ସ୍ତରରେ ଗୋରୁ ଗାଈମାନଙ୍କ ପାଇଁ ଠାରୁ ଆରମ୍ଭ କରି ଯେଉଁମାନଙ୍କ ପାଖରେ ଖାଦ୍ୟ ପହଞ୍ଚିବା, ଶୁଖିଲା ଖାଦ୍ୟ ପହଞ୍ଚିବା, 2 ଦିନ ରନ୍ଧନ ଖାଦ୍ୟ 3 ଦିନ ରନ୍ଧନ ଖାଦ୍ୟ ଦେଲା ପରେ ଗୋଟେ ଗୋଟେ ଜାଗାରେ ତାକୁ ଏବେ ସରକାର ବନ୍ଦ କରିଦେଇଛନ୍ତି। ଏ ଗୋଟେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଠିକ୍ ଭାବେ ବନ୍ୟା ପରିଚାଳନା ନ କରୁଥିବା ଯୋଗୁଁ ଲୋକମାନେ ବି ଆଜି ସମସ୍ୟାରେ ଅଛନ୍ତି। ଆଜି ଆମେ ଯାଇଥିଲୁ ବାତ୍ୟା ସ୍ଥଳରେ, ଆଜି ପର୍ଯ୍ୟନ୍ତ ଲୋକମାନେ ଘରକୁ ବି ଫେରିପାରିନାହାନ୍ତି। ତେଣୁ ବିଭିନ୍ନ କଥା। ଆଉ ବାକି ଚାଷ ତ ନାହିଁ ନଥିବା କ୍ଷତି ହେଇଛି। ଆଗାମୀ ଦିନରେ ଯେଉଁ ଆମର ଏଇଟା ଧାନ ଆଉ ମିନରେ ଇଏ ଅଞ୍ଚଳ ହେଉଛି ପରିପୂର୍ଣ୍ଣ, ଇଏ ତ 2ଟି ଯାକ କ୍ଷତି ହେଇଯାଇଛି। ସବୁ ବନ୍ଧବାଡ଼ ବୁଡ଼ିଗଲା ପରେ ମାଛ ଗୁଡ଼ିକ ବି ବାହାରି ଯାଇଛନ୍ତି, ଚାଷୀ ମଥାର ଆଦି ବସିଛି। ଏବଂ ଚାଷ କାର୍ଯ୍ୟ ନ ହୋଇପାରିଲେ ତାଙ୍କ ଦାନାକୁ ପେଟ ବେଳକୁ ଦାନ ମିଳିବା ବି ମୁସ୍କିଲ ହେଇଯିବ। ତେଣୁ ଏସବୁ କଥା ସରକାରଙ୍କୁ ଦାବି କରାଯିବ। କୃଷି ଋଣ ଛାଡ଼ କରିବା ପାଇଁ ମଧ୍ୟ ଆମେ ଦାବି ଉପସ୍ଥାପନ କରିବୁ। ଯାହା ଯାହା ସମସ୍ୟା ଅଛି ଆମେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗରେ ଅଛୁ, କିନ୍ତୁ ଜିଲ୍ଲା ପ୍ରଶାସନ ସଠିକ୍ ରୂପରେ ତାକୁ ରୂପାୟନ କରିବା ହେଉଛି ଗୋଟେ ବର୍ତ୍ତମାନ ପ୍ରଶ୍ନବାଚୀ। ତେଣୁ କେଉଁ ସମୟରେ କେଉଁଠି ବିଭିନ୍ନ ଅଞ୍ଚଳ ତ ପାଣି ଭର୍ତ୍ତି ହେଇଛି। ଲୋକମାନେ ବର୍ତ୍ତମାନ ରେସ୍କ୍ୟୁ ସେଣ୍ଟରରୁ ଧୀରେ ଧୀରେ ଘରକୁ ଫେରିଲେଣି। ଫେରିବା ପରେ ଆମେ ଦେଖୁଛୁ ବହୁତ ଲୋକଙ୍କର କଚା ଘର ଗୁଡ଼ାକ ଭାଙ୍ଗିକି ନଷ୍ଟ ହୋଇଯାଇଛି। ସରକାର କହୁଛନ୍ତି ଆଉ କେହି କଚା ଘର ବାଲା ନାହାନ୍ତି, ସମସ୍ତଙ୍କୁ ପକ୍କା ଘର ଆମେ ଆବାସ ଯୋଜନାରେ ଦେଇଦେଇଛୁ। ତ ଏଇସବୁ ଲୋକଙ୍କର ଯେଉଁ ଘର ଭାଙ୍ଗିଛି ମାନେ ସବୁ ଯାଇକି ପଡ଼ିଛନ୍ତି ରେସ୍କ୍ୟୁ ସେଣ୍ଟରରେ, ଇଏ କେଉଁଠୁ ଆସିଲେ, ଇଏ ଲୋକ କେଉଁଠୁ ଆସିଲେ, ଇଏ ବି ପ୍ରଶ୍ନବାଚୀ ଅଛି। ତ ବିଭିନ୍ନ କଥା ଅଛି, କଥା ଆଉ କାମ ସହିତ ତାଳ ରହୁନି। ଡବଲ ଇଞ୍ଜିନ୍ ସରକାର। ଆମେ ଭାବୁଥିଲୁ, ବହୁତ କିଛି ଆଶା କରୁଥିଲୁ ଯେ ଲୋକମାନଙ୍କର ସମସ୍ୟାକୁ ସରକାର ସତର୍କ ଦୃଷ୍ଟି ରଖି କାମ କରିବେ। ଏମିତି ତ ବନ୍ୟା ବାତ୍ୟା ଆସିଲେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଆସିକି ସହଯୋଗ କରନ୍ତି ଏବଂ ବିଭିନ୍ନ ଦଳମାନେ ବି ଆସି କାର୍ଯ୍ୟକ୍ରମରେ ଲାଗିଯାଆନ୍ତି। କିନ୍ତୁ ସରକାରୀ ଅର୍ଥକୁ ହଡ଼ପ କରିବା ଯୋଜନା ରହିଲେ ସେଟା ଲୋକମାନଙ୍କ ପାଖରେ ପହଞ୍ଚି ପାରିବନି। ଆମେ ପ୍ରଶାସନ ଯେଉଁ ସମୁଦ୍ରକୁ ସଂଖ୍ୟା କହିଲି, ସରକାରଙ୍କର ଯେଉଁ ରିଲିଫ୍ ଆସିଛି ସେଟା ସମୁଦ୍ରକୁ ସଂଖ୍ୟା। ବହୁ ଜାଗାରେ ବି ରିଲିଫ୍ ପହଞ୍ଚୁନାହିଁ। ରିଲିଫ୍ ନାଁରେ ଚାଲିଛି କିନ୍ତୁ ରିଲିଫ୍ ପହଞ୍ଚି ପାରୁନାହିଁ। ଏମିତି ବି ବହୁତ ଅଭିଯୋଗ ଆମ ପାଖକୁ ଆସିଛି। ତେଣୁ ସରକାର ସମ୍ପୂର୍ଣ୍ଣ ରୂପେ ଏ ବନ୍ୟାକୁ ପରିଚାଳନା କରିବା ପାଇଁ ବିଫଳ ହୋଇଛନ୍ତି। ବିଭିନ୍ନ ଜାଗାରେ ମଧ୍ୟ ଘାଇ ଫାଇ କଟା ହେଇଛି, ତାକୁ ମଧ୍ୟ ପୂରଣ କରିବାର ଆବଶ୍ୟକତା ରହିଛି। ବିଶେଷ କରି ବର୍ତ୍ତମାନ ଘର ବାହୁଡ଼ା ଯେଉଁ ଲୋକମାନଙ୍କର ହେଇଛି, ପୁଣି ତ ଆଜି ଆମେ ଦେଖୁଛୁ ମେଘର ପ୍ରକୋପ ରୂପ ଯାହା ଜଣାପଡ଼ୁଛି, ପୁଣି ଯଦି ମେଘ ହେଇଯିବ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବେ। ଖୁବ୍ ଶୀଘ୍ର ଲୋକମାନେ ଘରକୁ ଫେରିଲେ ତାଙ୍କ ଘରେ ରହିବା ପାଇଁ ବାସସ୍ଥାନଟେ ନାହିଁ, ତାଙ୍କୁ କେମିତି ବାସ ଯୋଗାଇ ଦିଆଯିବ ଏବଂ ପାତର ଅନ୍ତର ନ କରାଯାଇ, କୌଣସି ଦଳୀୟ ଭିତରେ ବଣ୍ଟା ନ ଯାଇ ସାଧାରଣ ଲୋକଙ୍କ ପାଖରେ ସରକାରୀ କର୍ମଚାରୀମାନେ ପହଞ୍ଚି ପାଲ ଖଣ୍ଡେ ଦେବାଠାରୁ ଆରମ୍ଭ କରି ଯଦି ତାଙ୍କୁ ସରକାରୀ ଅନୁକମ୍ପା ଦେବେ, ତେବେ ନିଶ୍ଚିତ ଭାବେ ସେମାନେ ସାମାଜିକ ସ୍ତରରେ ସାମିଲ ହୋଇପାରିବେ।